ପିଲାମାନେ DAV ପବ୍ଲିକ୍ ସ୍କୁଲ ଓଡ଼ିଶା ପିରିୟଡ଼ିକ୍ ଟେଷ୍ଟ 1 2026-27 କ୍ଲାସ୍ 5 ସବଜେକ୍ଟ ହାୟର ଓଡ଼ିଆ ଟାଇମ୍ 1 ଆୱାର ମ୍ୟାକ୍ସିମମ୍ ମାର୍କସ୍ 20 କ ବିଭାଗ ଖ ବିଭାଗ ଗ ବିଭାଗ ଏବଂ ଘ ବିଭାଗର ପ୍ରଶ୍ନ ରହିଛି। କ ବିଭାଗରେ ତଳେ ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ପ୍ରଶ୍ନରେ ଫଗୁଣ ମାସ ଆସିଲେ କାହିଁକି ମନରେ ଖୁସିର ଲହରୀ ଖେଳିଯାଏ ପ୍ରଶ୍ନ ଅଛି। ଦ୍ୱିତୀୟ ଖ ନମ୍ବର ପ୍ରଶ୍ନରେ ହୋଲିକା ଦହନ ଓଡ଼ିଶାରେ ଆଉ କେଉଁ ନାମରେ ପରିଚିତ? ଗ ପ୍ରଶ୍ନଟି ଅଛି ଏହି ପର୍ବରେ ଲୋକମାନେ ଘରେ କ'ଣ ତିଆରି କରିଥାନ୍ତି? ଘ ପ୍ରଶ୍ନରେ ଅଛି କାହାକୁ ରଙ୍ଗର ପର୍ବ କୁହାଯାଏ? ଙ ପ୍ରଶ୍ନରେ ଅଛି ଏହି ପର୍ବ ସମସ୍ତଙ୍କ ଭିତରେ କି ପ୍ରକାର ଭାବ ସୃଷ୍ଟି କରିଥାଏ? ଦେଖ ପିଲାମାନେ, ଏହାର ଉତ୍ତର ହେଲା ଫଗୁଣ ମାସ ଆସିଲେ ମନରେ ଖୁସିର ଲହରୀ ଖେଳିଯାଏ, କାରଣ ଦୋଳ ପର୍ବ ସହିତ ଏହି ମାସରେ ସମସ୍ତେ ଏକାଠି ହୋଇ ହୋଲି ଖେଳିଥାନ୍ତି। ଖ ପ୍ରଶ୍ନର ଉତ୍ତର ହେଲା ହୋଲିକା ଦହନ ଓଡ଼ିଶାରେ ଅଗିରା ବା ଅଇଘରା ପୋଡ଼ି ନାମରେ ପରିଚିତ। ଗ ପ୍ରଶ୍ନର ଉତ୍ତର ହେଲା ଏହି ପର୍ବରେ ଲୋକମାନେ ଘରେ ନାନା ପ୍ରକାର ମିଠା ଓ ପିଠା ତିଆରି କରିଥାନ୍ତି। ଘ ନମ୍ବର ପ୍ରଶ୍ନର ଉତ୍ତର ହେଲା ହୋଲିକୁ ରଙ୍ଗର ପର୍ବ କୁହାଯାଏ। ଶେଷ ପ୍ରଶ୍ନଟିର ଉତ୍ତର ହେଲା ଏହି ପର୍ବ ସମସ୍ତଙ୍କ ଭିତରେ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଭାବ ସୃଷ୍ଟି କରିଥାଏ। ବର୍ତ୍ତମାନ ଆମେ ଯିବା ଗ ବିଭାଗର ପ୍ରଶ୍ନ। ଶବ୍ଦଗୁଡ଼ିକର ଗଦ୍ୟ ରୂପ ଲେଖ। ପ୍ରଥମ କର ପ୍ରଶ୍ନର ଉତ୍ତର ହେଲା ପ୍ରାଣ, ଖର ଉତ୍ତର ହେଲା ଈର୍ଷା। ଦୀର୍ଘଇକାର ଲେଖାଯାଇଥିବା ଆବଶ୍ୟକ। 4 ନମ୍ବର ପ୍ରଶ୍ନରେ ଶବ୍ଦଗୁଡ଼ିକର ପ୍ରତିଶବ୍ଦ ଲେଖ। ଆଖିର ପ୍ରତିଶବ୍ଦ ନୟନ, ଚକ୍ଷୁ, ନେତ୍ର ଇତ୍ୟାଦି ଲେଖାଯାଇପାରେ। ଗଛର ପ୍ରତିଶବ୍ଦରେ ବୃକ୍ଷ, ପାଦପ ଇତ୍ୟାଦି ଲେଖାଯାଇପାରେ। 5 ନମ୍ବର ପ୍ରଶ୍ନର ଉତ୍ତରରେ ବିଶେଷ୍ୟ ପଦ ବାଛି ଲେଖ। ପ୍ରଥମ ବାକ୍ୟରେ ପୁତଳିକା ଏବଂ ଦ୍ୱିତୀୟ ବାକ୍ୟରେ 2ଟି ବିଶେଷ୍ୟ ପଦ ରହିଛି। ରାଜା ଏବଂ ସମୟ ମଧ୍ୟ ବିଶେଷ୍ୟ ପଦ ହୋଇପାରେ। ଘ ବିଭାଗ ଦେଖିବା। ଶବ୍ଦଗୁଡ଼ିକ ନେଇ ବାକ୍ୟ ଗଠନ କର। କରେ ଲେଖାଯାଇଛି ଭେଟ। ଆମେ ଅତି ସଂକ୍ଷେପରେ ମଧ୍ୟ ଛୋଟିଆ ବାକ୍ୟଟିଏ ଲେଖିପାରିବା। ମେଳାରେ ବନ୍ଧୁଙ୍କ ସହିତ ଭେଟ ହେଲା। ଏବଂ ଆଶ୍ଚର୍ଯ୍ୟ ଶବ୍ଦଟିର ବ୍ୟବହାର କରି ବାକ୍ୟ କରିବା। ତେବେ ଆମେ କରିପାରିବା ମହାରାଜା ସିଂହାସନଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏବଂ 7 ନମ୍ବର ପ୍ରଶ୍ନଟିର ଉତ୍ତର ହେଲା ଗଛ ଆମ ପାଇଁ କ'ଣ ସବୁ ସାଇତି ରଖିଛି? ଉତ୍ତରରେ ଗଛ ଆମ ପାଇଁ ଡାଳପତ୍ର, ଚେରମୂଳ, ଫୁଲଫଳ ଓ ଛାଇ ଆଦି ସାଇତି ରଖିଛି। ଖ ପ୍ରଶ୍ନ ହେଲା ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କିପରି ଜାଣିଲେ? ଉତ୍ତର ହେଲା ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା ଜାଣିଲେ। ଏହାର ଉତ୍ତରରେ ଆହୁରି ମଧ୍ୟ ଆମେ ଲେଖିପାରିବା ମନ୍ତ୍ରୀଙ୍କ କଥା ଶୁଣି ରାଜା ଏକଥା ଜାଣିପାରିଲେ। ଗ ନମ୍ବର ପ୍ରଶ୍ନର ସନ୍ନ୍ୟାସୀ ଜଣକ ରାଜାଙ୍କୁ କେଉଁ ଦାନ ମାଗିଲେ? ଉତ୍ତରରେ ହେବ ସନ୍ନ୍ୟାସୀ ଜଣକ ରାଜାଙ୍କୁ ଏହି ଦାନ ମାଗିଲେ ଯେ ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ। ଏହାକୁ ଆମେ ବାକ୍ୟକୁ ବଦଳାଇ ନିଜ ଭାଷାରେ ମଧ୍ୟ ଲେଖିପାରିବା। କିପରି? ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ ଏକଥା ସନ୍ନ୍ୟାସୀ ଜଣକ ରାଜାଙ୍କୁ ଦାନ ମାଗିଲେ। ଏଇଟି ଥିଲା ଏହି ପ୍ରଶ୍ନର ଆଲୋଚନା। ଧନ୍ୟବାଦ।